ଆଲୋଚ୍ୟ ପ୍ରସଙ୍ଗ ହେଉଛି କ'ଣ ଚାଲିଛି, କ'ଣ ଚାଲିଛି ଗୋଟେ ପ୍ରଶ୍ନ। ଆଜି ଆପଣ ଦେଖିବେ, ମଣ୍ଡଳୀକୁ ଦେଖିବେ, ଖ୍ରୀଷ୍ଟିଆନ ଅନୁଷ୍ଠାନକୁ ଦେଖିବେ, ଖ୍ରୀଷ୍ଟୀୟ ପରିବାରକୁ ଦେଖିବେ, କ'ଣ ଚାଲିଛି। ଜଏଲ ତାର ପ୍ରଥମ ଅଧ୍ୟାୟ 12 ପଦ, ଦ୍ରାକ୍ଷାଲତା ଶୁଷ୍କ ହୋଇଅଛି, ଡିମ୍ବୁରି ବୃକ୍ଷ ମ୍ଳାନ ହେଉଅଛି, ଡାଳିମ୍ବ ବୃକ୍ଷ ମଧ୍ୟ ଖଜୁର ବୃକ୍ଷ ଓ ନାଗରଙ୍ଗ ବୃକ୍ଷ ଆଉ କ୍ଷେତ୍ରସ୍ଥ ଯାବତୀୟ ବୃକ୍ଷ ଶୁଷ୍କ ହୋଇଅଛି, କାରଣ ମନୁଷ୍ୟ ସନ୍ତାନଗଣ ମଧ୍ୟରେ ଆନନ୍ଦ ଶୁଷ୍କ ହୋଇଯାଇଅଛି। କ'ଣ ଚାଲିଛି ଏବେ? ଆନନ୍ଦ ଶୁଷ୍କ ହୋଇଯାଇଛି, ଆନନ୍ଦ ନାହିଁ। ତ ଆନନ୍ଦ ନାହିଁ, କ'ଣ ଚାଲିଛି? ମଣ୍ଡଳୀରେ କ'ଣ ଚାଲିଛି? ଆନନ୍ଦ କି ସେଇଟା? ସଭା ସମିତିରେ କ'ଣ ଚାଲିଛି? ଆନନ୍ଦ କି ସେଇଟା? ସେ ଆନନ୍ଦ ନୁହେଁ, ମନୋରଞ୍ଜନ। ମନୋରଞ୍ଜନ ଆପଣ ଦେଖିବେ, ବଡ଼ଦିନ ସମୟରେ ଯେତେ ପ୍ରୋଗ୍ରାମ ଚାଲେ ସେଠି ଆନନ୍ଦ ନଥାଏ, ଗୋଟେ ଏଣ୍ଟରଟେନମେଣ୍ଟ ଥାଏ। ଲୋକ ନାଚନ୍ତି, ଗାଆନ୍ତି। ଇଭେନ ଆଜିକାଲି ସଭା ସମିତିରେ ମଧ୍ୟ ଏଇଟା ଗୋଟେ ପ୍ରହସନ ହେଇଯାଇଛି। ସେଠି ଆନନ୍ଦ ନାହିଁ। ସେଠି କ'ଣ ଅଛି? ମନୋରଞ୍ଜନ ଅଛି। କ'ଣ ଚାଲିଛି? ପ୍ରଭୁଙ୍କ ଗୃହରେ ମନୋରଞ୍ଜନ ନୁହେଁ, ଆନନ୍ଦ ଥାଏ। ଆଉ ଯୋଉଠି ଆନନ୍ଦ ନଥାଏ ସେଠି ମନୋରଞ୍ଜନ ହେଇଥାଏ। ଆଉ ଶୈତାନ ବହୁତ ଚାଲାକ ଭାବରେ ସେ କ'ଣ କରିଛି, ମଣ୍ଡଳୀ ମଧ୍ୟରୁ ଆନନ୍ଦକୁ ହଟେଇ ଦେଇକି ସେ ମନୋରଞ୍ଜନକୁ ରିପ୍ଲେସ କରିଦେଇଛି। ଆଜି ମନୋରଞ୍ଜନ ଆସିଯାଇଛି। ଆଜିର ସମୟରେ କଂଗ୍ରିଗେସନ ଆଉ ଗୀତ ଗାଉନି, ଗୀତ ଗାଇବା ପାଇଁ ଲୋକଙ୍କୁ ଡାକୁଛନ୍ତି, ବାଜା ବଜାଇବା ପାଇଁ ଲୋକଙ୍କୁ ଡାକୁଛନ୍ତି, ୱର୍ସିପ କରିବାକୁ ଲୋକଙ୍କୁ ଡାକୁଛନ୍ତି। ଆଉ ନିଜେ ଆମେ ଆସନ୍ତୁ, ଲୋକ ମିଳିତ ଭାବରେ କରନ୍ତୁ। ସେମାନେ ଗୀତ ଗାଇବା ସମୟରେ ଆପଣ ମିଳିତ ଭାବରେ ଗାଆନ୍ତୁ, ମିଳିତ ଭାବରେ। ଏଇଟା ନୁହଁ, ସେମାନେ ଆମମାନଙ୍କର ସାହାଯ୍ୟକାରୀ ଗୁଡା ଅଟନ୍ତି। ସେମାନେ ଆମର ପ୍ରତିବଦଳ ନୁହନ୍ତି ଯେ ଆମେ କରିବୁନି ସେମାନେ କରିବେ। ଆମେ ତ ସେମାନଙ୍କୁ ପଇସା ଦେଇ ଡାକିଛୁ ନା, ସେମାନେ ଗାଇବେ, ସେମାନେ ଆରାଧନା କରିବେ, ସେମାନେ ବଜେଇବେ, ଆମେ ଦେଖିବା। ଏଟା କ'ଣ ଅପେରା? କ'ଣ ଚାଲିଛି? ବଚାଛି କ'ଣ ଚାଲିଛି? ଆପଣ ଟିକେ ଅନୁଧ୍ୟାନ କରୁଛନ୍ତି। ଶୈତାନ ବହୁତ ଖୁସି ଅଛି ଆମର ପ୍ରୋଗ୍ରାମ ଗୁଡାକରେ, କାରଣ ଆମମାନଙ୍କର ମିଟିଂରେ ସେ କାର୍ଯ୍ୟ ଆମେ ଦେଖିପାରୁନା। ଯୋଉଠି ଆରାଧନା ହୁଏ ସେଠି ପ୍ରଭୁଙ୍କର ଉପସ୍ଥିତି ଥାଏ। ଯୋଉଠି ଆରାଧନା ଥାଏ ସେଠି କିଛି ଗୋଟେ ଘଟେ। ଆପଣ ବାଇବେଲ ସାରା ଦେଖିବେ, ଯୋଉଠି ଯୋଉଠି ଆରାଧନା ହେଇଛି ଗୋଟେ ମିରାକଲ ହେଇଛି। ଅବ୍ରାହମ ଆରାଧନା କରିବା ପାଇଁ ଗଲେ ଆପଣଙ୍କ ପୁତ୍ର ସହିତ, ପୁତ୍ରଙ୍କୁ ଆଶୀର୍ବାଦ ସହିତ ଘେନି ଆସିଛନ୍ତି। ହାନ୍ନା ଆରାଧନା କରିବାକୁ ଗଲେ ଶିଲୋହକୁ ଆଶୀର୍ବାଦ ସହିତ ସେ କରିଛନ୍ତି। ଜିହୋଶାଫାଟ ଆଉ ଅନ୍ୟମାନେ ଆରାଧନା କଲେ, ଶତ୍ରୁ ପରାସ୍ତ ହେଲେ। ଲୋକମାନେ ଜୟ ଧ୍ୱନି କଲେ, ଜିରିହ ପ୍ରାଚୀର ଭାଙ୍ଗି ଯାଉଛି। ପାଉଲ ସିଲା ସ୍ତବ ଗାନ କରୁଛନ୍ତି, ଜଞ୍ଜିର ସବୁ ଫିଟି ଯାଉଛି ଆଉ ଭିତ୍ତିମୂଳ ଖୋଲୁଛି। ସେ ଆରାଧନା କାହିଁକି? କ'ଣ ଚାଲିଛି ମୁଁ ପଚାରିବା ପାଇଁ ଚାହେଁ। ଆପଣ ଟିକେ ଧ୍ୟାନ ଦିଅନ୍ତୁ, ଏଇଟା ବାସ୍ତବରେ ଆରାଧନା କି? ପ୍ରଭୁ ଏଇଟା ଚାହୁଁଛନ୍ତି କି? ଆମର ମଣ୍ଡଳୀ, ଆମର ସଭା ସମିତି, ଆମର ଅନୁଷ୍ଠାନ ଗୁଡାକ ଗୋଟେ ଏଣ୍ଟରଟେନମେଣ୍ଟର କେନ୍ଦ୍ର ଅଟେ କି? କ'ଣ ଚାଲିଛି? କାହିଁକି? ଯେ ଆନନ୍ଦ ଶୁଷ୍କ ହୋଇଯାଇଅଛି। ଆନନ୍ଦ ଶୁଷ୍କ ମାନେ ସମାପ୍ତ ହେଇଯାଇଛି, ନାହିଁ ଆଉ ଆନନ୍ଦ ଆଉ ଦେଖାଯାଉନି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆଜି ଆମମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କରନ୍ତୁ। ସେ ଆନନ୍ଦ କାହିଁ? ସେ ଆନନ୍ଦ ଆଉ ନାହିଁ। ଗୀତ ରଚକ କହୁଛନ୍ତି, ଗୀତ ସଂହିତା ତାର 4 ପର୍ବ 7 ପଦ, ତୁମେ ମୋ ଅନ୍ତଃକରଣରେ ଆନନ୍ଦ ଦେଇଅଛ, ତା ସେମାନଙ୍କର ଶସ୍ୟ ଓ ଦ୍ରାକ୍ଷାରସ ବୃଦ୍ଧି କାଳର ଆନନ୍ଦ ଅପେକ୍ଷା ଅଧିକ। ମାନେ ଜଗତର ଧନ ସମ୍ପତ୍ତି, ପ୍ରାଚୁର୍ଯ୍ୟତା, ଜଗତର ପୂର୍ଣ୍ଣତା ଯୋଉ ଆନନ୍ଦ ଦେଇ ନପାରେ ସେଇ ଆନନ୍ଦ। କିନ୍ତୁ ଆଜି ଆମର ଆନନ୍ଦ କୋଉଠି ଅଛି? ଜାଗତିକ ବିଷୟ, ସେଠି ଆନନ୍ଦ ନାହିଁ। ତ ଆଜି ବାକ୍ୟ ଶୁଣିବା ସମୟରେ କ'ଣ ଚାଲିଛି ଆପଣ ନିଜେ ହିଁ ସମୀକ୍ଷା କରି ଦେଖନ୍ତୁ। କ'ଣ ଚାଲିଛି? ମନୋରଞ୍ଜନ ଚାଲିଛି
ନା ପ୍ରଭୁଙ୍କର ଆନନ୍ଦ ଚାଲିଛି? ସେ ଆନନ୍ଦ ଦେଖାଯାଉନି। ଆପଣ ଅନୁମାନ କରୁଛନ୍ତି କି ଏ ବାକ୍ୟ ଶୁଣିବା ସମୟରେ ଆମ ପିଲାମାନେ ଯୋଉ ଗୀତ ଗାଉଛନ୍ତି ଆରାଧନା କି ଆନନ୍ଦ କି? ଆମ ସଭାସନ ଯୋଉ ଗୀତ ଆନନ୍ଦ କି? ଚର୍ଚ୍ଚ ଗଲେ ଆପଣଙ୍କୁ ଆନନ୍ଦ ଲାଗୁଛି କି? ସ୍ତବଗାନ କଲେ ଆନନ୍ଦ ଲାଗୁଛି କି? ନା ବୋଝ ପରି ଲାଗୁଛି? ପ୍ରଭୁଙ୍କ ଘରକୁ ଗଲା ବେଳକୁ ଆପଣଙ୍କ ମନ ଆନନ୍ଦିତ ହଉଛି କି? ଆମମାନଙ୍କୁ ଟିଭି ପ୍ରୋଗ୍ରାମ ଭଲ ଲାଗୁଛି କାରଣ ସେଠି ମନୋରଞ୍ଜନ ଅଛି, କିନ୍ତୁ ମଣ୍ଡଳୀରେ ମନୋରଞ୍ଜନ ନଥାଏ, ଆନନ୍ଦ ଥାଏ। ସଭା ସମିତିରେ ମନୋରଞ୍ଜନ ନଥାଏ, ଆନନ୍ଦ ଥାଏ। ଏଇଟା ଆପଣ ବୁଝିପାରୁନାହାନ୍ତି କାହିଁକି? କଣ ଚାଲିଛି? କଣ ଚାଲିଛି? ପ୍ରଭୁ କଣ ଦେଖୁଥିବେ? ପ୍ରଭୁ ଉର୍ଦ୍ଧ୍ୱରୁ ଅନାଉଥିଲେ କଣ ଦେଖୁଥିବେ? ଏଇସବୁ ଦେଖୁଥିବେ। ଆନନ୍ଦ ନଥିବ, ଗୋଟେ ମନୋରଞ୍ଜନର କାର୍ଯ୍ୟକ୍ରମ। ପ୍ରାର୍ଥନା କରିବା, କହିବା ପ୍ରଭୁ ଆମକୁ ମନୋରଞ୍ଜନ ଦରକାର ନାହିଁ, ଆମକୁ ଆନନ୍ଦ ଦରକାର। ପ୍ରାର୍ଥନା କରିବା। ଅନୁଗ୍ରହକାରୀ ପିତା, ଆମେ ଆପଣଙ୍କ କତିକି ଆସୁଛୁ। ବାକ୍ୟ ଦ୍ୱାରା ଆପଣ ଆମମାନଙ୍କ ସହିତ କଥା ହେଇଥିବାର ଧନ୍ୟବାଦ। ପ୍ରଭୁ ଆନନ୍ଦ ପୁଣି ଥରେ ଫେରେଇ ଦିଅ। ଆମମାନଙ୍କୁ ସାହାଯ୍ୟ କର, ଆନନ୍ଦିତ ହେବା ପାଇଁ ଆମମାନଙ୍କୁ ଦୟା କର, ଅନୁଗ୍ରହ କର। ଆମର ମଣ୍ଡଳୀ ଅନୁଷ୍ଠାନ ପରିବାର ଗୁଡ଼ିକରେ ପୁଣି ଥରେ ଆନନ୍ଦ ଫେରି ଆସ। ପ୍ରାର୍ଥନା ମୋର ପ୍ରାଣର ପ୍ରିୟ ଯୀଶୁ ନାମରେ ମାଗେ, ଆମେନ୍। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ନମସ୍କାର। ପ୍ରଭୁ ଆପଣମାନଙ୍କ ସହିତ ରହି ଧନ୍ୟବାଦ।